ନାଗାନ୍ତି ଯୋଗାନ୍ତି ବେଦାନ୍ତି ସିଦ୍ଧାନ୍ତି ଉଠିବେ ଆସନ ଛାଡି କ୍ଷେତ୍ରୀପଣେ ରଣ ଯୁଦ୍ଧରେ ଚହଟି ଦେଉଥିବେ ସିଂହ ରଡି ରାଜ ଋଷି ଦେବ ଋଷି ରୁଦ୍ର ଋଷି ଶୂଦ୍ର ଋଷି ଆଦି କରି କରିବେ ଧନ୍ଦଳ ଉଠିବେ ସକଳ ସର୍ବେ ବୀର ବେଶ ଧରି ଜପି କବି ତୀର୍ଥ ପ୍ରତି ବ୍ରହ୍ମଚାରୀ ସମସ୍ତ ହୋଇବେ ମେଳି ଦକ୍ଷିଣ ଉତ୍ତର ପୂର୍ବ ପଶ୍ଚିମ ରୁଣ୍ଡ ହେବେ ସର୍ବମେଳି କମ୍ପିବ ମେଦିନୀ ରଣଗୋଳ ଧ୍ୱନି ସ୍ୱର୍ଗ ପାତାଳକୁ ଧ୍ୱନି 18 ଦିବସ ଜମ୍ବୁଦ୍ୱୀପ ମଧ୍ୟ ବହିବ ରକ୍ତ ନଦୀ ଯୁଝିବ ଫିରିଙ୍ଗି ନ ପାରିବ ଭାଙ୍ଗି ରହିବ ତା ନିଜ ସ୍ଥାନେ ସାକ୍ଷୀ ରୂପେ ଦେବତାଏ ଦେଖୁଥିବେ ରହି ଅଧା ସ୍ୱର୍ଗ ଶୂନ୍ୟ ଛାଡିକି ପଳେଇବ। ଆଚ୍ଛା 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 ଫିରିଙ୍ଗି ମାନେ ସବୁ ଫରେନର ମାନେ ଯୋଉ ଆସିଥିବେ ଆମର ଆଟାକ୍ କରୁଥିବେ ଯୋଉମାନେ ସେ ଜାଣିନେବେ ପ୍ରଭୁ ଇଏ ବୋଲି ସେଠୁ ଛାଡି ଛୁଟିକିରି ପଳେଇବେ ଯୁଦ୍ଧ ଫିରିଙ୍ଗି ନ ପାରିବ ଭାଙ୍ଗି ରହିବ ତା ନିଜ ସ୍ଥାନକୁ ସେ ପଳେଇବେ ଆଉ ସାକ୍ଷୀ ରୂପ ଦେବତା ଅଧା ସ୍ୱର୍ଗରେ ସବୁ ଦେଖୁଥିବେ ଇଏ କଣ ଚାଲିଛି ସବୁ କିଏ କରୁଛି ୟାକୁ ସ୍ୱର୍ଗରେ ଦେବତା ମାନେ ତ ଜାଣିପାରିବେନି ନା କିଏ କରୁଛି ବୋଲି ଲୋକ ତ ଜଣେ କରୁଛି। ଠିକ 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 ଇଏ କାହିଁ ଜାଣିବ ଇଏ କଣ ଏମିତି ହେଲା ଇଏ କଣ ଚାରିଆଡୁ 13 ଦେଶ ଆଟାକ୍ କଲେ ଇଏ କଣ ଗୋଟାଏ ଦେଶକୁ ପାରିଲେନି ପଳେଇଲେନି ଫେରିକିରି। ଆଚ୍ଛା ଆପଣ ଯୋଉ କହୁଛନ୍ତି ଜମ୍ବୁ ଦେଶ ଯୋଉ ଆଟାକ୍ ହବ କେବେ ଲାଗୁଛି ଆପଣ ଟାଇମ ଲାଇନ କଣ ଲାଗୁଛି? 18 ଦିବସ ଜମ୍ବୁଦ୍ୱୀପ ବହିବ ରକ୍ତ ନଦୀ ଏଟା 28 ଭିତରେ ତ ମୁଁ ଆପଣଙ୍କୁ ଆଗରୁ କହିଛି ଆଉ ଟପିବାର କାହିଁ ଲାଗୁନାହିଁ ଆଗକୁ 28 ଭିତରେ ମାନେ ହାତରେ ସମୟ ବହୁତ କମ ନାଇଁ କି? ହଁ ହଁ ଯୋଉଟା ଆଗରୁ କହିଛି ସେଟା କଣ ମୁଁ ମନକୁ କହିଛି ସେଟା କିଏ ଜଣେ ମତେ କୁହାଇଛି ନା। ଠିକ 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 ବିଲକୁଲ ଠିକ କଥା। ଆଚ୍ଛା ଆଉ ଗୋଟେ କଥା କହିଲେ ଯେତେବେଳେ ଆମେ ଦେଖିଲେ ଯେ କି ପୁରୀ ଶ୍ରୀକ୍ଷେତ୍ର ଧାମରେ ଶ୍ରୀମନ୍ଦିରରେ ଆକାଶ ସମ୍ପୂର୍ଣ୍ଣ ସିନ୍ଦୁର ବର୍ଣ୍ଣ ହେଇଗଲା ନାଲି ହେଇଗଲା ତେବେ ଏଇଟା କଣ ଯୁଦ୍ଧ ଆଡକୁ କିଛି ସଂକେତ ଯାଉଛି କି ଆପଣ କଣ ଲାଗୁଛି? ହଁ ହଁ କିନ୍ତୁ ବହୁତ ଆଗକୁ ରୋଗ ବ୍ୟାଧି ଅଙ୍ଗରେ ପଡୁଥିବା ଦୁଃଖ ଚିନ୍ତା କେହୁ ମରିଥିବ କେହୁ ଜିଇଥିବ ଅଙ୍ଗେ ନଥିବ ସକଟା ବ୍ୟାଧିର ସକଳେ ହେଉଥିବେ ଖାଲି ଥରୁଥିବ ନିଜ ଦେହ ପ୍ରାଣୀ ଯେତେ ଜଣ ଥିବେ ନେତୃ ବହୁଥିବ ଲୁହ। ତେଣୁକରି ଏମିତି ସମୟ ଆସିଯାଉଛି ଗ୍ରାମ ଭାଙ୍ଗିଯିବ ଦେଶ ବସିଥିବ ରାଜ୍ୟ ଭାଙ୍ଗିଯିବ ଜାଣ ଗ୍ରାମ ଜାଗା 2-4 ଜଣ ଥିବେ ଉଚ୍ଚାରି ମହିମା ନାମ। ଏଟା ଡିପପୁଲେସନ ଆଡକୁ ଇଣ୍ଡିକେସନ ଯାଉଛି ଡିପପୁଲେସନ ତାର ଅର୍ଥ ହଉଛି ମାନେ ଯୋଉଟା ବାରଣା ଖସିବେ ଚାରଣା ରହିବେ। ଲେଖୁଛି ତ ଫଳମୂଳ ଖାଇ ଝର ପାଣି ପିଇ ନାମ ଭଜନ ତତ୍ପର ଜଗତ ଜାଗାରୁ ତୁଚ୍ଛା ପଡିଯିବ 52 କୋଟି ଭଣ୍ଡାର ଖାଦ୍ୟ ନଥିବ ଫଳମୂଳ ଖାଲି ଖାଇକି ପାହାଡ ପାଣି ପିଇକି ସେ ରହିବେ ଝର ପାଣି ପିଇକି ଫଳମୂଳ ଖାଇ ଝର ପାଣି ପିଇ ପରା ନିନ୍ଦା ଗର୍ବ ମାନର ନ ରହିବ ଟାଣ କରୁଥିବ ଏକ ଭାବ ପୁରୁଷକୁ ସ୍ତ୍ରୀ ଜ୍ଞାନ ବୁଝାଇଲେ ସତ୍ୟ ଯୁଗ ଲେଉଟିବ। ଯେତେବେଳେ ଲୋକ ଚାଲିଯିବେ ଖାଦ୍ୟ ଭାବ ଦେଖାଦବ ଆଉ ସେତେବେଳେ ସେମାନଙ୍କର ଅହଙ୍କାର କୋଉଠି ରହିବ ଆଉ କିଛି ନଥିବ ଯୋଉ ଧନ ସମ୍ପତ୍ତି ସବୁ ବ୍ୟାଙ୍କ ବାଲାନ୍ସ ଏଗୁଡା ଟ୍ରାଞ୍ଜାକ୍ସନ ବନ୍ଦ ହେଇଯାଇଥିବ ଆଉ ସେ ଯୋଉ ଗର୍ବ ଅହଙ୍କାର ଆଉ କିଛି ନଥିବ ସିଏ ତ ତା ଦେହରୁ ଗୋଟି ଗୋଟି କରି ଖସି ଯାଉଥିବେ ଭଜିବେ ଯେ ଜନ ରହିବେ ସଜନ ସତ୍ୟାଦି ଗୃହ କର୍ମ କହ ନାରୀ ଚାରି ପଦ୍ମ ନର ଚାରି ପଦ୍ମ ଠିକ 8 ପଦ୍ମ ଲୋକ ଏଇଟା ଆସିଗଲା ଠିକ 8 ପଦ୍ମ ଲୋକ ପାଖକୁ ଆଉ ଧୀରେ ଧୀରେ ଖସିଯିବେ କାହାକୁ ଜଣା ନଥିବ କେହି ବିଶ୍ୱାସ କରିବନି ଏଗୁଡାକ ହବ ବୋଲି ଆଉ ଯୋଉମାନେ ଅହଙ୍କାର ଧନ ସମ୍ପତ୍ତି ଧରିକି ଠୁଳ କରି ଅଛନ୍ତି ସିଏ କଣ କେବେ ଭାବିବେ ଯେ ଏଗୁଡାକ ହବ ଆମେ ଏମିତି ହରେଇବା ସବୁ ବୋଲି ଅହଂଭାବଟା ତାର ଶେଷ ପର୍ଯ୍ୟନ୍ତ ରହିବ ତାଙ୍କର ଏଗୁଡାକ ବି ପ୍ରଭୁଙ୍କର ଚକ୍ରାନ୍ତ। ବିଲକୁଲ ବିଲକୁଲ ଠିକ କଥା। ଇଏ ସବୁ ସିଏ ତ ସବୁ କରୁଛି ନା ଗନ୍ଧ ପରକଟ ହୋଇ ଛଟପଟ ମହିଲୁଟୁଥିବ ମଢା ଭୂମିରେ ତୀରଣ ନ ରହିବ ଜାଣ ଚରିଯିବେ ହସ୍ତି ଘୋଡା।